ଅଧିବର୍ଷ କାହାକୁ କୁହାଯାଏ? ଅଧିବର୍ଷ କାହାକୁ କୁହାଯାଏ ଆଉ ଅଧିବର୍ଷ କେମିତି ହୋଇଥାଏ? ତେବେ ଦର୍ଶକ ବନ୍ଧୁ, ପ୍ରଥମ କଥା ହେଲା ଅଧିବର୍ଷ କାହାକୁ କୁହାଯାଏ। ପ୍ରଥମ କଥା ହେଲା ଅଧିବର୍ଷ ଯେଉଁ 4 ବର୍ଷରେ ଥରେ ହୋଇଥାଏ ତାକୁ ଅଧିବର୍ଷ କୁହାଯାଏ। ଉଦାହରଣ ସ୍ୱରୂପ 2004, 2008, 2012, 2016, 2020 ଯିଏକି 4 ଦ୍ୱାରା ଯେଉଁ ସଂଖ୍ୟା ଗୁଡ଼ିକ ବିଭାଜ୍ୟ ହୋଇପାରୁଥିବ ତାକୁ ଅଧିବର୍ଷ କୁହାଯାଏ। ଆଉ ଯେଉଁ ଅଧିବର୍ଷ ହୋଇଥାଏ 4 ବର୍ଷର ଥରେ ଅଧିବର୍ଷ ହୋଇଥାଏ, ସେଥିରେ କ'ଣ ହୋଇଥାଏ ନା ଗୋଟିଏ ଦିନ ଅଧିକ ବାହାରିଥାଏ। ବର୍ଷ ହେଲା 365 ଦିନ, 365 ଦିନ ପରିବର୍ତ୍ତେ 366 ଦିନ ହୋଇଥାଏ। ଯିଏକି ଗୋଟିଏ କେମିତି ହୋଇଥାଏ ନା ଗୋଟିଏ ଦିନ ହେଉଛି 24 ଘଣ୍ଟା ନୁହେଁ। ସାଧାରଣତଃ ଆମେ 24 ଘଣ୍ଟା ଧରିଥାଉ, କିନ୍ତୁ 24 ଘଣ୍ଟା ନୁହେଁ, 23 ଘଣ୍ଟା 56 ମିନିଟ୍ କେତେ ସେକେଣ୍ଡ ଗୋଟେ ଦର୍ଶକ ବନ୍ଧୁ ମୋତେ ସେଇଟା ମନେ ନାହିଁ ମୋର କେତେ ସେକେଣ୍ଡ, ଏମିତି ହୋଇ 4 ବର୍ଷର ଥରେ ଗୋଟିଏ ଦିନ ବାହାରିଥାଏ। ଆଉ ଫେବୃଆରୀ ମାସ ହେଲା 28କା ଦିନ, କିନ୍ତୁ ତାକୁ 29 ଦିନରେ ଗଣନା କରାଯାଇଥାଏ। ଫେବୃଆରୀ ମାସରେ ଯୋଡ଼ିକି 29 ଦିନ କରାଯାଇଥାଏ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଅଧିବର୍ଷ ଏହି ଉପାୟରେ ହୋଇଥାଏ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ସଂଖ୍ୟା 4 ଦ୍ୱାରା ବିଭାଜ୍ୟ ବା ଭାଗ ହୋଇପାରୁଥିବ ସେହି ବର୍ଷକୁ ହିଁ ଅଧିବର୍ଷ ରୂପେ ଗଣନା କରାଯାଇଥାଏ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଏବେ ବୁଝିପାରିଲେ ଯେଉଁ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ହୋଇପାରୁଥିବ, ଉଦାହରଣ ସ୍ୱରୂପ 2004 ହୋଇପାରିବ, 2008 ହୋଇପାରିବ, 2012 ହୋଇପାରିବ, 2016 ଆଉ 2020 ମଧ୍ୟ ହୋଇପାରିବ, ଆଉ 2024 ଆଉ 2028 ଏମିତି ହେଇ ଚାଲିବ। ଯେଉଁ ସଂଖ୍ୟା ଗୁଡ଼ିକ 4 ଦ୍ୱାରା ବିଭାଜ୍ୟ ହୋଇପାରୁଥିବ ତାକୁ ହିଁ ଅଧିବର୍ଷ ରୂପେ ଗଣନା କରାଯାଇଥାଏ। ଆଉ ଫେବୃଆରୀ ମାସ ହେଲା 28କା ମାସ, ଆଉ ଯେଉଁ ବର୍ଷ ଅଧିବର୍ଷ ପଡ଼ିଥାଏ ସେହି ବର୍ଷ ହିଁ 29କା ମାସ ହୋଇଥାଏ। ତେବେ ପ୍ରିୟ ଦର୍ଶକ ବନ୍ଧୁ ବୁଝିପାରିଲେ ଆପଣ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଗୋଟିଏ ଦିନ ହେଲା 24 ଘଣ୍ଟା ଧରାଯାଉଛି, କିନ୍ତୁ 24 ଘଣ୍ଟା ନୁହେଁ, 23 ଘଣ୍ଟା 56 ମିନିଟ୍ ଆଉ କେତେ ସେକେଣ୍ଡ ସେଇଟା ପ୍ରିୟ ଦର୍ଶକ ବନ୍ଧୁ ମନେ ନାହିଁ ମୋର, କ୍ଷମା କରିବେ। ତେବେ ଏମିତି ହେଇ ଅଧିବର୍ଷ ଗଣନା କରାଯାଇଥାଏ। ତେବେ ବୁଝିପାରିଲେ ପ୍ରିୟ ଦର୍ଶକ ବନ୍ଧୁ ଅଧିବର୍ଷ କେମିତି ହୋଇଥାଏ। ଆଉ ଏବେ ତ ବୁଝିପାରୁଥିବେ ପ୍ରିୟ ଦର୍ଶକ ବନ୍ଧୁ। ଆଉ ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଲାଇକ୍ କରନ୍ତୁ। ଧନ୍ୟବାଦ।